যদি ଗୋଟେ ପ୍ରସଙ୍ଗକୁ ନେଇକି ସବୁଠି ଚର୍ଚ୍ଚା କରୁଛନ୍ତି ସୌମ୍ୟରଞ୍ଜନ ଆସିଲେ ନିର୍ବାଚନ ଜିତିଲେ ଯଦି ସେ ଜିତନ୍ତି ତେବେ ତାପରେ ପୁଣି ସେ ଭୁବନେଶ୍ୱରକୁ ପଳେଇବେ ଆଉ ବସିଲେ ତାଙ୍କର ଦେଖା ମିଳିବନି। ଆପଣ ତାକୁ ନେଇ କ'ଣ ପ୍ରତିକ୍ରିୟା? ଏହା ମଧ୍ୟ ଗୋଟିଏ ଭଲ ପ୍ରଶ୍ନ। ମୁଁ ମଧ୍ୟ ଭାବୁଛି ମୋ ବିରୁଦ୍ଧରେ ସେମିତି କିଛି କହିବାକୁ ତାଙ୍କର ପ୍ରସଙ୍ଗ ନାହିଁ, ବିଷୟବସ୍ତୁ ନାହିଁ ବୋଲି ଏଣୁ ତେଣୁକୁ ଯାହା କହିବା କଥା କହୁଛନ୍ତି। ଭୁବନେଶ୍ୱରରେ କିଏ ନ ରହୁଛି? ଆପଣମାନଙ୍କୁ ମୁଁ ଖୋଲା ଆହ୍ୱାନ କରୁଛି ଯେ ସାରା ଓଡ଼ିଶାର କେତେଜଣ ସରପଞ୍ଚ ଅଛନ୍ତି, ମୁଁ ସରପଞ୍ଚ ପର୍ଯ୍ୟନ୍ତ ପଳେଇ ଯାଉଛି, ତାଙ୍କ ଭିତରୁ କେତେ ପରସେଣ୍ଟ ସରପଞ୍ଚ ଭୁବନେଶ୍ୱରରେ ରହନ୍ତି ଟିକେ ହିସାବ ବାହାର କରନ୍ତୁ। ବଢ଼ିଆ ଷ୍ଟୋରି ହେବ, ଆପଣଙ୍କର ଆଖି ଖୋଲିଦେବ। ଗୋଟିଏ ନିର୍ବାଚିତ ପ୍ରତିନିଧିକୁ ଭୁବନେଶ୍ୱରରେ ରହିବାକୁ ଦୋଷ ହେବ ବୋଲି ଆପଣ ଭାବୁଛନ୍ତି? ଆମେ ତ ହେଲୁ MLA ଏବଂ ବୃତ୍ତିଜୀବୀ ହିସାବରେ ଆମର ଅନେକ ବ୍ୟବସାୟିକ ସଂସ୍ଥା ଅଛି, ଯଥା ଖବରକାଗଜ, ଟେଲିଭିଜନ। ଏବେ ସିନା ମୁଁ ଛାଡ଼ି ଦେଇଛି, ତେଣୁ ଭୁବନେଶ୍ୱରରେ ରହିବାଟା ମୋର ଏକ ରକମର ବାଧ୍ୟବାଧକତା ଥିଲା। ଖବରକାଗଜ ବାହାର କରୁଥିଲି ଭୁବନେଶ୍ୱରରୁ, ଟେଲିଭିଜନ ବାହାର କରୁଥିଲି, ରେଡ଼ିଓ ଚକୋଲେଟ୍ ବାହାର କରୁଥିଲି ଏବଂ ଅନ୍ୟ କାର୍ଯ୍ୟକ୍ରମ ସବୁ ଭୁବନେଶ୍ୱରରୁ ନିୟନ୍ତ୍ରିତ ହେଉଥିଲା। ତେଣୁ ମୋର ପେଟ ପାଟଣା ପାଇଁ ଭୁବନେଶ୍ୱରରେ ରହିବା ନିହାତି ଆବଶ୍ୟକ ହେଉଥିଲା। ତଥାପି ଭୁବନେଶ୍ୱରରେ ରହି ମଧ୍ୟ ମୁଁ ଚ୍ୟାଲେଞ୍ଜ କରି କହିପାରେ MLA ମାନଙ୍କ ଭିତରେ ଏବଂ ଆଉ କୌଣସି ବ୍ୟବସାୟୀ ଲୋକ ହିସାବରେ ମୁଁ ଓଡ଼ିଶାର ଯେତେ ଜିଲ୍ଲା ଦେଖିଛି, ଯେତେ ବ୍ଲକ ଦେଖିଛି, ଅନ୍ୟ କେହି ଦେଖିନଥିବେ। ମୁଖ୍ୟମନ୍ତ୍ରୀ ଦେଖିଥିବେ କି ନାହିଁ ମୁଁ କହିପାରିବି ନାହିଁ। 314 ବ୍ଲକକୁ ମୁଁ ବାରମ୍ବାର ଯାଇଛି। 314 ବ୍ଲକରେ ମୋର ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥିତି ଆପଣ ଅନୁଭବ କରିଥିବେ। ସେ ସ୍ୱାଭିମାନ ଦିବସ ହେଉ, ରକ୍ତଦାନ କାର୍ଯ୍ୟକ୍ରମ ହେଉ, କିମ୍ବା ଓଡ଼ିଆ ଭାଷା ପରୀକ୍ଷା ହେଉ, ଶୁଦ୍ଧ ଓଡ଼ିଆ ଲେଖନ ହେଉ। ତେଣୁ କିଏ କେଉଁଠି ତା ପରିବାର ନେଇକି ରହିଲା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ନିର୍ବାଚନ ମଣ୍ଡଳୀର କାମ କରୁଛି କି ନାହିଁ ତାକୁ ତଦାରଖ କରିବା। ମୁଖ୍ୟମନ୍ତ୍ରୀ ତ ଦିଲ୍ଲୀ ଭୁବନେଶ୍ୱରରେ ବସି କେତେଥର ହିଞ୍ଜିଳି ଯାଆନ୍ତି, ସେ ପ୍ରଶ୍ନ କିଏ ପଚାରନ୍ତି କି? ଆପଣ ଯେତିକି ତତ୍ପରତାର ସହିତ ବଦ୍ରିବାବୁଙ୍କର ଏ ପ୍ରଶ୍ନକୁ ମୋ ପାଇଁ ଉପସ୍ଥିତ କଲେ, ବଦ୍ରିବାବୁଙ୍କୁ ପଚାରନ୍ତୁ ଆପଣଙ୍କର ନେତା ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢ଼ି ବାରମ୍ବାର ଆସିଛନ୍ତି, ବର୍ଷରେ କେତେଥର ସେ ହିଞ୍ଜିଳି ଯାଆନ୍ତି? ବଦ୍ରିବାବୁ ଟିକେ ଯଦି ଅନ୍ୟ ଅଞ୍ଚଳ ବୁଲନ୍ତେ, ତାଙ୍କର ଶାସନ କରିବାର ପଦ୍ଧତି, ଲୋକଙ୍କୁ ସେବା ଦେବାର ପଦ୍ଧତିରେ ଅନେକ ସଂସ୍କାର ଆସନ୍ତା, ତାହେଲେ ଅନ୍ୟ ନିର୍ବାଚନ ମଣ୍ଡଳୀ ଦେଖନ୍ତେ, ଏଭଳି ହତ୍ୟାକାଣ୍ଡ ହୁଅନ୍ତା ନାହିଁ।